तो हे गाइस आज ଆମେ ଆସିଥିଲୁ ଛତ୍ରା ବଜାର ଟିକେ ବୁଲୁ ବୁଲୁ ଦେଖିଲୁ ସବୁ ଭଲ ଭଲ ପରିବା ଆଉ ପରିବା ଦେଖୁ ଦେଖୁ ଆମ ମନ ବି ଟିକେ ନାକୁ ଲାଲଚ ଆସିଗଲା ତ ଆସିଗଲୁ ଆମେ ଟିକେ ପରିବା କିଣିବା ପାଇଁ। ତ ପରିବା କିଣୁ କିଣୁ ଏଠି ଆଳୁ ଆଉ ପିଆଜ ଏଠି ଥୁଆ ହେଇଥିଲା, ବିଲାତି ବି ଏଠି ଥୁଆ ହେଇଥିଲା। ସେପଟେ ସବୁ ଭାଇଙ୍କୁ ପଚାରିଲୁ ଭାଇ ବିଲାତି ରେଟ୍ କେତେ, ଭାଇ ପୁରା ରାଗିକି ଆମକୁ ଅନେଇଲେ ଯେମିତି ଆମେ ତାଙ୍କ କିଡ଼ନୀ ଖାଇ ଦେଇଛୁ। ଆଉ ତାପରେ ଆମେ ଆଗକୁ ପଳେଇ ଆଇଲୁ ଏମିତି ଚାଲି ଚାଲି। ତ କିଣିବାର ତ କିଛି ସେମିତି କିଛି ପାଇଲୁନୁ। ତ ତଥାପି ଦେଖିଲୁ ଆମେ କ'ଣଟା କିଣିବା ଟିକେ ନାକୁ ଯାଇକିନା ଆଉ। ତାପରେ ଆସିକିନା ଏଠି ପହଞ୍ଚିଗଲୁ କ'ଣ ଆଳୁ ନା ଏଠି କ'ଣ କୁନ୍ଦୁରି ଫୁନ୍ଦୁରି ଏଠି କୋବି ଫୋବି ସବୁ ବିକ୍ରି ହେଉଛି। ଏଠି ଟିକେ କୋବି ଦୁଇଟା ଭାବୁଛି ନେଇଯାଇଥାନ୍ତୁ, ନେଇକିନା ଏଠି ଘରକୁ ପଳେଇବୁ ଆଉ କ'ଣ କରିବା। ତାପରେ ଚାଲ ଟିକେ କୋବି ପାଖକୁ ନା ଯାଇକି ଆସିବା। କୋବି ଦେଖିଲା ବେଳକୁ ଏଠି ବହୁତ ବଢ଼ିଆ କୋବି। କୋବି ନାଁଟା କ'ଣ? ହଁ ନାଇଁ ଏଇଟା ସାରୁଟା, ମୁଁ ସରି କୋବି କହିଦେଲି, ଏଇଟା ସାରୁ। କେତେ ବଢ଼ିଆ ବଢ଼ିଆ ସାରୁ। ଆଉ ଏଠି ସାରୁ ଟିକେ ନାକୁ ଏଠୁ ନେଇଯାଉଛନ୍ତି ମୋ ଭାଇ ନାରୁ ଭାଇ। ଆଉ ସାରୁ ନେଇକିନା ଯିବା ଘରେ କ'ଣ ଖାଇବା ଆଉ। ସାରୁ ନା ଅଦା ଭଳିଆ ଦେଖାଯାଉଛି କେଜାଣି, ଜାଣିଥିବ। ମୁଁ ତ ସାରୁ ଆଉ ଅଦା ଭିତରେ ଫରକ ଜାଣିପାରେନି। ଆପଣମାନେ କମେଣ୍ଟ କରି କୁହନ୍ତୁ ଏଇଟା ସାରୁ ୟା ଅଦା ଥିଲା।